ପିଲାମାନେ ଏହି ଭିଡିଓରେ ଆମେ ଯୋଗ ଆଉ ବିୟୋଗର ବ୍ୟବହାର କରି ବୟସର ଅନୁମାନ କରି ଶିଖିବା। ଦେଖ, ଜୀବନ ରାଜୁ ଆଉ ବବଲୁକୁ ଭେଟିବା ପାଇଁ ଆସିଛି। ରାଜୁ ଓ ବବଲୁ ବହୁତ ଉତ୍ସାହିତ। ରାଜୁ ଜୀବନକୁ କହିଛି ଯେ ସେ ଯଦି ତା ଭଳି ଶୀଘ୍ର ବଡ଼ ହେଇଯାଆନ୍ତା ତେବେ ସେ ଅନ୍ୟ ବୟସ୍କ ଲୋକଙ୍କ ଭଳି ନିଜ ଇଚ୍ଛା ଅନୁସାରେ ଯେକୌଣସି ଜାଗାକୁ ଯା ଆସ କରିପାରନ୍ତା, ଆଉ କେହି ବି ତାକୁ କିଛି କୁହନ୍ତେ ନାହିଁ। ଜୀବନ ତାକୁ କହିଲା ଯେ ବଡ଼ ହେବାଟା ଏତେ ସହଜ କାମ ନୁହେଁ, କିନ୍ତୁ ରାଜୁ ତା କଥା ମାନିଲା ନାହିଁ। ତାପରେ ଜୀବନ ତାକୁ ଆଉ ବବଲୁକୁ ନିଜ ଉଡ଼ନ୍ତା ଥାଳିଆରେ ବସାଇଲା। ତାପରେ ଉଡ଼ନ୍ତା ଥାଳିଆଟି ଉଡ଼ିଗଲା। ରାଜୁ ଆଉ ବବଲୁ କିଛି ସମୟ ପାଇଁ ଅଚେତ ହୋଇଗଲେ। ଯେତେବେଳେ ସେମାନଙ୍କ ଚେତା ଫେରିଲା ସେତେବେଳେ ସେମାନେ ନିଜ ନିଜକୁ ଦର୍ପଣରେ ଦେଖିଲେ। ତାଙ୍କୁ ନିଜ ଆଖି ଉପରେ ବିଶ୍ୱାସ ହିଁ ହେଉନଥିଲା। ସେ ଦୁଇ ଜଣ ବର୍ତ୍ତମାନ ବଡ଼ ହୋଇଯାଇଥିଲେ। ଦୁଇ ଜଣ ଖୁସିରେ ନାଚିବାକୁ ଲାଗିଲେ। ଯେତେବେଳେ ସେମାନେ ଜୀବନକୁ ପଚାରିଲେ ଯେ ଏମିତି କେମିତି ହେଲା, ସେତେବେଳେ ଜୀବନ ତାଙ୍କୁ କହିଲା ଯେ ସେମାନେ 2049 ମସିହାରେ ପହଞ୍ଚି ଯାଇଛନ୍ତି। ଏବେ ରାଜୁ ଭାବିବାକୁ ଲାଗିଲା ଯେ ତା ଜନ୍ମ ତ 2012 ମସିହାରେ ହୋଇଥିଲା, ତେବେ 2049 ମସିହାକୁ ତା ବୟସ କେତେ ହେବ? ପିଲାମାନେ, କ'ଣ ତୁମେମାନେ ଏହି ପ୍ରଶ୍ନର ଉତ୍ତର ଖୋଜିପାରିବ? ରାଜୁର ଜନ୍ମ 2012 ମସିହାରେ ହେଇଥିଲା, ଆଉ ଏବେ ସେ 2049 ମସିହାରେ ଅଛି। ତେବେ 2049 ମସିହାରେ ତା ବୟସ ଜାଣିବା ପାଇଁ ଆମକୁ କ'ଣ କରିବାକୁ ହେବ? ଏ ବହୁତ ସହଜ। ଯେତେବେଳେ ଆମକୁ କୌଣସି ବ୍ୟକ୍ତିର ଭବିଷ୍ୟତର ବୟସ କେଉଁ ମସିହାରେ କେତେ ହେବ ବୋଲି ଜାଣିବାକୁ ହୁଏ, ସେତେବେଳେ ଆମକୁ କେବଳ ଭବିଷ୍ୟତର ମସିହାରୁ ସେହି ବ୍ୟକ୍ତିର ଜନ୍ମ ମସିହାକୁ ବିୟୋଗ କରିବାକୁ ପଡ଼ିବ। ଏଠାରେ ଭବିଷ୍ୟତର କେଉଁ ମସିହା ଅଛି? 2049 ମସିହା। ଏବଂ ରାଜୁର ଜନ୍ମ କେଉଁ ମସିହାରେ ହୋଇଥିଲା? 2012 ମସିହା। ତାହେଲେ ଏବେ ଆମକୁ କ'ଣ କରିବାକୁ ହେବ? ଆମକୁ 2049ରୁ 2012କୁ ବିୟୋଗ କରିବାକୁ ହେବ। ପିଲାମାନେ, ତୁମେମାନେ କ'ଣ ଶୀଘ୍ର ଏହି ବିୟୋଗ କରିବାର ଉପାୟ ଜାଣିଛ କି? କାରଣ 2049 ଆଉ 2012 ମଧ୍ୟରେ 1000 ଆଉ 100 ସ୍ଥାନରେ ଥିବା ସଂଖ୍ୟା 2 ଆଉ 0 ବିଲକୁଲ ସମାନ। ଆମେ ଏହି ବିୟୋଗକୁ 49ରୁ 12 ବିୟୋଗ କରିକି କରିପାରିବା। ଏବେ 49ରୁ 12 ବିୟୋଗ କରିଲେ ହେବ ବିଲକୁଲ ଠିକ୍ 37। ତେବେ ରାଜୁର ବୟସ 2049 ମସିହାରେ ହେଲା 37 ବର୍ଷ। ରାଜୁ ଏହା ଜାଣିପାରି ଯେ ସେ 37 ବର୍ଷର ହେଇଯାଇଛି ବହୁତ ଖୁସି ହେଇଗଲା। ଏବେ ବବଲୁ ଭାବୁଛି ଯେ ତା ଜନ୍ମ ତ 2014 ମସିହାରେ ହେଇଥିଲା, ତେବେ ତା ବୟସ କେଉଁ ମସିହାରେ 37 ବର୍ଷ ହେବ? ପିଲାମାନେ, ତୁମେ ଜାଣିଛ କି ଆମେ ଏହି ପ୍ରଶ୍ନର ଉତ୍ତର କେମିତି ଖୋଜି ପାଇପାରିବା? ଯେତେବେଳେ ଆମକୁ କୌଣସି ବ୍ୟକ୍ତିର ବୟସ ଦିଆଯାଇଥିବ ଆଉ ଭବିଷ୍ୟତର କେଉଁ ମସିହାକୁ ସେହି ବ୍ୟକ୍ତିର ବୟସ କେତେ ହେବ ହିସାବ କରିବାକୁ ହେବ, ସେତେବେଳେ ଆମକୁ କେବଳ ତା ଜନ୍ମ ମସିହା ସହ ଦିଆଯାଇଥିବା ବୟସକୁ ଯୋଗ କରିବାକୁ ହେବ। ବବଲୁର ଜନ୍ମ କେଉଁ ମସିହାରେ ହୋଇଥିଲା? 2014। ଆଉ ତାର କେଉଁ ବୟସ ଦିଆଯାଇଛି? 37। ତାହେଲେ ଆମକୁ କ'ଣ କରିବାକୁ ହେବ? ବିଲକୁଲ ଠିକ୍ 2014ରେ 37କୁ ଯୋଗ କରିବାକୁ ପଡ଼ିବ। 14ରେ 37 ଯୋଗ କରିଲେ କେତେ ହେବ? ବିଲକୁଲ ଠିକ୍ 2024।
51। ଏହି ଭାବରେ ବବ୍ଲୁ 2051 ମସିହାକୁ 37 ବର୍ଷର ହେବ। ଏବେ ବବ୍ଲୁ ମଧ୍ୟ ଖୁସିରେ ନାଚି ଉଠିଲା। କିନ୍ତୁ ଯେତେବେଳେ ଜୀବନ ତାଙ୍କୁ କହିଲା ଯେ ଏବେ ସେମାନେ ବଡ଼ ହୋଇଗଲେଣି ଏବଂ ତାଙ୍କୁ ଚାକିରି କରିବାକୁ ପଡ଼ିବ, ଆଉ ସେ ସେମାନଙ୍କୁ ବଡ଼ ହେବାର ବହୁତ କିଛି ଦାୟିତ୍ୱବୋଧ ସମ୍ପର୍କରେ ବୁଝାଇଲା, ସେତେବେଳେ ରାଜୁ ଓ ବବ୍ଲୁ ବ୍ୟସ୍ତ ହୋଇପଡ଼ିଲେ। ସେମାନେ ଜୀବନକୁ କହିଲେ ଯେ ସେମାନେ ଛୋଟ ପିଲା ହେଇ ଠିକ୍ ଥିଲେ। ତାଙ୍କ କଥା ଶୁଣି ଜୀବନ ହସି ପକେଇଲା। ଜୀବନ ତାର ଉଡ଼ନ୍ତା ଥାଳିଆରେ ଥିବା ସୁଇଚକୁ ଟିପିଲା, ଆଉ ଉଡ଼ନ୍ତା ଥାଳିଆଟି ପୁଣି ମାଟି ଉପରକୁ ଫେରି ଆସିଲା। ଆଉ ଥରେ ରାଜୁ ଓ ବବ୍ଲୁ ଅଚେତ ହୋଇ ପୁଣି ଚେତା ଫେରି ପାଇଲେ। ଯେମିତି ସେମାନେ ନିଜ ସ୍ୱାଭାବିକ ଅବସ୍ଥାକୁ ଫେରିଲେ, ଦି ଜଣ ପୁଣି ଥରେ ନିଜ ଠିକ୍ ବୟସର ହୋଇଗଲେ। ଦି ଜଣ ନିଜ ନିଜକୁ ପୂର୍ବାବସ୍ଥାରେ ଫେରିପାଇ ଖୁସିରେ ନାଚିବାକୁ ଲାଗିଲେ। ପିଲାମାନେ, ଏହି ଭିଡିଓରେ ଆମେ ଯୋଗ ଆଉ ବିୟୋଗ ବ୍ୟବହାର କରି ବୟସର ଅନୁମାନ କରି ଶିଖିଲେ। ପରବର୍ତ୍ତୀ ଭିଡିଓରେ ଆମେ ମନଛୁଆଁ ଉଦାହରଣ ମାଧ୍ୟମରେ ଏହି ବିଷୟରେ ଆହୁରି ଅଧିକ ଜାଣିବା।